ମାନେ ଜୟ ଜଗନ୍ନାଥ ଗୁଡ଼ ଇଭିନିଂ। ମୁଁ ସଞ୍ଜୟ କୁମାର ମଲ୍ଲିକ, ଆପଣଙ୍କ ଭାଉଜ ସ୍ୱାଗତିକା ମଲ୍ଲିକ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆଜି ଆରମ୍ଭ କରୁଛୁ ସୁନ୍ଦର ସୁନ୍ଦର ମିଠା ମିଠା ଢଗ ପ୍ରଶ୍ନ। ଭାଉଜ ଦେଖନ୍ତୁ ପାଠ ପଢ଼ାଉଛନ୍ତି, ଏହି ସମୟ ଭିତରେ ଭାବିନେଲି ଭାଉଜଙ୍କୁ ସୁନ୍ଦର ପ୍ରଶ୍ନଟିଏ ପଚାରିବି, ତା'ର ଉତ୍ତରଟି ଭାଉଜ ଦେବେ। ଯଦି ନ କହିପାରିଲେ ସାଙ୍ଗମାନେ ଆପଣମାନେ ହେଲ୍ପ କରନ୍ତୁ ଏବଂ କମେଣ୍ଟ ବକ୍ସଟି ଆପଣମାନଙ୍କ ପାଇଁ ଖୋଲା ରଖିଛୁ। କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ସାଙ୍ଗମାନେ। ଯଦି ଆମ ଚ୍ୟାନେଲକୁ ନୂଆ ଆସିଥାନ୍ତି ପ୍ଲିଜ୍ କରିଦିଅନ୍ତୁ ସବସ୍କ୍ରାଇବ୍। ଏହିଭଳି ମଜାଦାର ମିଠା ମିଠା ଢଗ ଧମାଲ ପ୍ରଶ୍ନ ଦେଖିବାର ସୁଯୋଗ ନିଅନ୍ତୁ ଏବଂ ଆପଣମାନଙ୍କ ସାଙ୍ଗସାଥିମାନଙ୍କ ପାଖକୁ ସେୟାର କରନ୍ତୁ, ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ। ତା'ର ସାଙ୍ଗମାନେ ଏବେ ସମୟ ହେଇଗଲାଣି, ଆମେ ଚାଲିଯିବା ସେଇ ଢଗ ପ୍ରଶ୍ନ ଉପରକୁ। ଭାଉଜ ଆମର କ'ଣ ଉତ୍ତରଟି ଦେବେ ଖାଲି ଶୁଣନ୍ତୁ, ଭଲକି ଧ୍ୟାନ ଦିଅ। ପଚାରିବି, କହିଲେ ଦେଖି। ମୋର ଅନେକ ଆଖି ଅଛି କିନ୍ତୁ ମୁଁ କିଛି ଦେଖିପାରେ ନାହିଁ, ମୁଁ କିଏ? ମୋର ଅନେକ ଆଖି ଅଛି କିନ୍ତୁ ମୁଁ କିଛି ଦେଖିପାରେ ନାହିଁ, ମୁଁ କିଏ? ସାଙ୍ଗମାନେ ଅବଶ୍ୟ ଟିକେ ସାଧା ପ୍ରଶ୍ନ, ଭାଉଜ ଟିକେ ଭାବିନେଲେ ଚଳିବ। କିନ୍ତୁ ମୋର ଅନେକ ଆଖି ଅଛି କିନ୍ତୁ ମୁଁ ଦେଖିପାରେ ନାହିଁ, ଏଇଭଳି ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ। ମିଠା ମିଠା ପ୍ରଶ୍ନ ଯିଏକି ଏଥିରେ କିଛି ଶିଖିବେ, ଜାଣିବେ, କିନ୍ତୁ ଜେନେରାଲ ନଲେଜ ଅଛି, ସାଧାରଣ ଜ୍ଞାନ। ଆଖି ଅଛି କିନ୍ତୁ ମୁଁ ଦେଖିପାରେ ନାହିଁ, ମୁଁ କିଏ? ସାଙ୍ଗମାନେ ସର୍ଟ କୋଶ୍ଚିନ୍ଟି ଅଛି ଭାଉଜଙ୍କ ପାଇଁ, ଆପଣମାନେ ଖାଲି ଦେଖନ୍ତୁ। ଜାଣିଛ ଫେର କେମିତି ମନେ ପଡ଼ିଲା ନା ସାଙ୍ଗମାନେ? ଭାଉଜ କ'ଣ କହିଲେ ଆପଣମାନେ ବୁଝିପାଇଲେ? ଭାଉଜ କହୁଛନ୍ତି ପ୍ରଶ୍ନର ଉତ୍ତର କିନ୍ତୁ ଜାଣିଛନ୍ତି କିନ୍ତୁ ଏବେ ମନରେ ପଡ଼ୁନାହିଁ। ଆପଣମାନେ କମେଣ୍ଟ ବକ୍ସରେ ଲେଖନ୍ତୁ। ଏଇଭଳି ମଜାଦାର ଢଗ ଧମାଲ ପ୍ରଶ୍ନ ଦେଖନ୍ତୁ, ମିଠା ମିଠା ଢଗ ପ୍ରଶ୍ନ ଯିଏକି ଆପଣଙ୍କ ମନ ଛୁଆଁ ହେବ ବୋଲି ଆଶା ବିଶ୍ୱାସ ରଖିଛି। ଭାଉଜ ପାଠ ପଢ଼ାଉଥିବା ସମୟରେ ଏହି ସମୟରେ ଭାବିନେଲି ମୁଁ ଏ ସୁନ୍ଦର ଢଗ ପ୍ରଶ୍ନଟି ଭାଉଜଙ୍କୁ ପଚାରିଦେବି, ଭାଉଜ ମଧ୍ୟ ଉତ୍ତର ଦେବେ ଏବଂ ସେମାନେ ପାଠ ପଢ଼ାଉଛନ୍ତି। ଯାହା ହେଉ ସାଙ୍ଗମାନେ ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିତ ଜଣାଇବେ, କିନ୍ତୁ ଢଗ ଧମାଲ ପ୍ରଶ୍ନଟି ଆପଣମାନେ ଉତ୍ତର ଦେବେ ସାଙ୍ଗମାନେ, ଏ ବିଶ୍ୱାସ ଆମର ଅଛି। ଆପଣମାନେ ଦେଖନ୍ତୁ, ମଜା ନିଅନ୍ତୁ। କ'ଣ ତମେ ତ ସେଣେ ରହିଲା ଆଉ ପ୍ରଶ୍ନ ଉତ୍ତର କି? କାହିଁ ଖିଆଲ ପଡ଼ୁନାହିଁ। ହଁ ଦେଖନ୍ତୁ ସାଙ୍ଗମାନେ, ସୁନ୍ଦର ଛାତ ଉପରେ ଯାଇକି ବାହାରେ ଭାଉଜ ପଢ଼ାଉଛନ୍ତି, ଏଠି ଗଛ ବି ଲାଗିଛି। ଦେଖନ୍ତୁ ସାଙ୍ଗମାନେ ଉପରେ ସେ କି ଗଛ? ଗୋଲାପ ଗଛଟି ନା ଫୁଲ ରହିଛି? ଗୋଲାପ ଫୁଲଟି ଫୁଟିଛି, ସୁନ୍ଦର ଭାବରେ ଦେଖାଯାଉଛି। ଦେଖନ୍ତୁ ସାଙ୍ଗମାନେ, ଆହା ଏ ଫୁଲଟି କେତେ ଉଚ୍ଚରେ ଫୁଟି ପଡ଼ିଛି ଭଲ ସୁନ୍ଦର ଭାବରେ, ଆପଣମାନେ ଦେଖିପାରୁଥିବେ ସାଙ୍ଗମାନେ। ଭାଉଜଙ୍କୁ ଏବେ ସେକେଣ୍ଡ ପ୍ରଶ୍ନ ପଚାରିବା, ଭାଉଜ ଆମର କ'ଣ ଉତ୍ତର ଦେବେ। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆସ ଆମେ ହସିବା, ଅନ୍ୟମାନଙ୍କୁ ହସାଇବା। ସିଧା ସିଧା ବସ ବାବା। ତାର ସାଙ୍ଗମାନେ ସେକେଣ୍ଡ ପ୍ରଶ୍ନର ଭାଉଜ ଆମର କ'ଣ ଉତ୍ତର ଦେବେ, ଭିଡ଼ିଓଟିକୁ ଦେଖନ୍ତୁ। ମୁଁ ଖାଇବା ଦେଉଛି କିନ୍ତୁ ନିଜେ ଖାଏ ନାହିଁ, ତାହା କ'ଣ? ମୁଁ ଖାଇବାକୁ ଦେଉଛି କିନ୍ତୁ ମୁଁ ନିଜେ ଖାଏ ନାହିଁ, ମୁଁ କିଏ? ସାଙ୍ଗମାନେ ଏଇଭଳି ଢଗ ଧମାଲ ପ୍ରଶ୍ନ ଶୁଣନ୍ତୁ, ଆପଣମାନେ ଉତ୍ତର ଦିଅନ୍ତୁ ସାଙ୍ଗମାନେ। ମୁଁ କିଏ ଯେ କି ମୁଁ ଖାଇବାକୁ ଦିଏ କିନ୍ତୁ ମୁଁ ଖାଏ ନାହିଁ? ସାଙ୍ଗମାନେ ଭଲ ଭାବରେ ଆପଣମାନେ ବୁଝିପାଇଲେ ତ? ଆଜି ଇଚ୍ଛା ହେଲା ଭାଉଜ ପାଠ ପଢ଼ାଉଥିବା ସମୟରେ ମୁଁ ଏ ସୁନ୍ଦର ଢଗ ପ୍ରଶ୍ନ ଦୁଇଟି ବାଛି ନେଲି ଏବଂ ଭାଉଜଙ୍କୁ ପଚାରିଦେଲି, କିନ୍ତୁ ଭାଉଜ ଆମର ସ୍ୱାଗତିକା ଭାଉଜ କହିପାରୁନାହାନ୍ତି। ସାଙ୍ଗମାନେ କିନ୍ତୁ ଭାଉଜ କହିପାରିବେ କିନ୍ତୁ କହିବେ ନାହିଁ କହୁଛନ୍ତି। ଆପଣମାନେ ହିଁ କମେଣ୍ଟରେ ଲେଖିବେ ବୋଲି ଆଶା ବିଶ୍ୱାସ ରଖିଛନ୍ତି ସାଙ୍ଗମାନେ। କଦଳୀ ପତ୍ର ପ୍ଲେଟ୍ ଯେଉଁ ଜିନିଷ ସେଇ ସବୁ ଜିନିଷ ସାଙ୍ଗମାନେ ଭାଉଜ ଆପଣମାନେ କ'ଣ କହିଲେ ଜାଣିପାରିଲେ, କିନ୍ତୁ ଆପଣମାନେ ଯାହା ଜାଣିଛନ୍ତି ସାଙ୍ଗମାନେ ଗୋଟିଏ କମେଣ୍ଟରେ ଲେଖିଦିଅନ୍ତୁ ସେଇଟା କ'ଣ ହେଇପାରେ। ମୁଁ ଖାଇବା ଦେଉଛି କିନ୍ତୁ ମୁଁ ନିଜେ
ଖାଏ ଛୋଟ ନାହିଁ। ଛୋଟ କରି ନେବି। ଉତ୍ତରଟି କ'ଣ ହେବ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦେବେ ସାଙ୍ଗମାନେ। ଆପଣମାନଙ୍କ ପାଇଁ ଆମ କମେଣ୍ଟ ବକ୍ସଟି ଖୋଲା ରଖିଛୁ। ସାଙ୍ଗମାନେ ଏଇଭଳି ଢଗଧମାଲ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ତାହେଲେ ସେକେଣ୍ଡ ପ୍ରଶ୍ନ ସରିଯାଇଛି। ଭାଉଜ ପ୍ରଶ୍ନ ପଚାରିବେ, କ'ଣ କରିବେ ଦେଖିବା, ପଚାରିବା। ଯଦି ନ ପଚାରନ୍ତି ତାହେଲେ ମୁଁ ଆସିଯିବି ତୃତୀୟ ପ୍ରଶ୍ନ ଉପରେ। ତମେ କହିପାରିବ? ପଚାର। ପଚାରିବିନି। ସାଙ୍ଗମାନେ ଭାଉଜ କିଛି ଆଜି ଭାବି ନାହାନ୍ତି, ସେଥିପାଇଁ ଥାର୍ଡ଼ ପ୍ରଶ୍ନଟି ମୁଁ ଭାବୁଛି ମୁଁ ନିଜେ ପଚାରିଦେବି। ଦେଖାଯାଉ ଭାଉଜ ଯଦି ପ୍ରଶ୍ନଟି ନ ପଚାରୁଛନ୍ତି, ମୁଁ ଭାବୁଥିଲି ଭାଉଜ ଗୋଟେ ଖଣ୍ଡ ପ୍ରଶ୍ନ ଯଦି ଭାବିଥିବେ ପଚାରିବେ, କିନ୍ତୁ ଭାଉଜ ଭାବି ନାହାନ୍ତି, ସେଥିପାଇଁ ମୁଁ ପଚାରି ଦେଉଛି। ସାଙ୍ଗମାନେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ, ଏତିକି ରିକ୍ୱେଷ୍ଟ। ଯଦି ଚ୍ୟାନେଲକୁ ନୂଆ ଆସିଥାନ୍ତି ସବସ୍କ୍ରାଇବ୍ କରି ସେୟାର କରିଦିଅନ୍ତୁ ଆପଣମାନଙ୍କ ପରିଜନ ବନ୍ଧୁବାନ୍ଧବ ପାଖକୁ, ଯିଏକି ଆପଣମାନେ ଆମ ଭିଡ଼ିଓ ସେୟାର କଲେ, ସେମାନେ ଦେଖିଲେ କିନ୍ତୁ ମଜା ପାଇପାରିବେ, ଆମକୁ ବି ବହୁତ ଖୁସି ଲାଗିବ। ଯିଏକି ଏତିକି ରିକ୍ୱେଷ୍ଟ ସାଙ୍ଗମାନେ କମେଣ୍ଟ ବକ୍ସରେ ନିଶ୍ଚିନ୍ତ ଲେଖିବେ, ଏ ବିଶ୍ୱାସ ଆମର ଅଛି। ତାହେଲେ ସାଙ୍ଗମାନେ ଭାଉଜ ପାଖକୁ ଚାଲିଯିବା। ଏବେ ଥାର୍ଡ଼ ପ୍ରଶ୍ନଟି ପଚାରିଦେବା, ନା କ'ଣ କହୁଛ? ହଁ ପଚାର। ଯାଉ ସାଙ୍ଗମାନେ, ଭାଉଜ କହୁଛନ୍ତି ପଚାର। ଦେଖାଯାଉ ମୁଁ କ'ଣ ଭାବିବି ଆଉ କ'ଣ ପଚାରିବି। ତୁ ନା ଗାନ୍ଧୀ ଚାଲାଖିଆ। କହିଲେ ଦେଖି। ମୁଁ ଚାଲେ ନାହିଁ ତଥାପି ଘରେ ଘରେ ମାନେ ପହଞ୍ଚେ, ମୁଁ କିଏ? ମୁଁ ଚାଲେ ନାହିଁ ତଥାପି ମୁଁ ଘରେ ଘରେ ପହଞ୍ଚେ, ମୁଁ କିଏ? ସାଙ୍ଗମାନେ ସବୁ ଜିନିଷ ସେ ଚାଲେ ନାହିଁ ହେଲେ ଘରେ ଘରେ ପହଞ୍ଚେ, ଅଟୋମେଟିକ୍ ପହଞ୍ଚାଏ। ଅଟୋମେଟିକ୍ ପହଞ୍ଚେ। ତାହା କ'ଣ ସାଙ୍ଗମାନେ? ସେଇଟା କ'ଣ ହୋଇପାରେ? ମୁଁ ଚାଲେ ନାହିଁ, ମୁଁ ଦିଟା କହିବି, ଆଉ ଯୋଉ ତଥାପି ଘରେ ଘରେ ପହଞ୍ଚେ। କମେଣ୍ଟରେ ହଁ ଜଣେଇବେ। ଜଣେଇବେ। ହଁ କୁହ ଭାଉଜ କ'ଣ କହୁଛନ୍ତି ଶୁଣିନେବା। ଆମର ଯୋଉ ଆଳୁ ପିଆଜ ତ ଚାଲେ କି? ବା ତାକୁ ଆଣିବାକୁ ପଡ଼େ, କିନ୍ତୁ ଏମିତି ଜିନିଷ ମାନେ ସେ ଅଟୋମେଟିକ୍ ପହଞ୍ଚିବ। ମୁଁ ଚାଲେ ନାହିଁ କିନ୍ତୁ ଘରେ ଘରେ ପହଞ୍ଚେ। ଚାଲେ ନାହିଁ ଘରେ ଘରେ ସାଙ୍ଗମାନେ ଦେଖନ୍ତୁ, କ୍ଷୀର। ସାଙ୍ଗମାନେ ଆପଣମାନେ କମେଣ୍ଟରେ ଦିଅନ୍ତୁ। ଭାଉଜ ଯାହା ଯେମିତି ଜାଣିଛନ୍ତି କହୁଛନ୍ତି, ଅବଶ୍ୟ କିଛିଟା ସତ ଆସିପାରେ, କିନ୍ତୁ ସଠିକ୍ ଉତ୍ତରଟି କହିପାରିନାହାନ୍ତି। ଆପଣମାନେ ଟିକେ ଭାବନ୍ତୁ, ଚିନ୍ତା କରନ୍ତୁ, କିନ୍ତୁ ତାହା କ'ଣ ହୋଇପାରେ? ମୁଁ ଏମିତି ଅଳ୍ପ କହିନି। ସାଙ୍ଗମାନେ ଏଇଭଳି ଢଗଧମାଲ ପ୍ରଶ୍ନ ଶୁଣନ୍ତୁ, ମଜା ନିଅନ୍ତୁ। ଆମେ ହସିବା, ଅନ୍ୟମାନଙ୍କୁ ହସେଇବା, ମଉସା ମାଉସୀ ଭାଇ ଭଉଣୀ ସାଙ୍ଗସାଥି ସମସ୍ତଙ୍କୁ ହସେଇବା। ସାଙ୍ଗମାନେ ଆଜି ଏ ତୃତୀୟ ପ୍ରଶ୍ନଟି କରିଥିଲି, ଆପଣମାନେ ଦେଖିଥିବେ। ସାଙ୍ଗମାନେ ଆମ ଭିଡ଼ିଓଟିକୁ ଯଦି ଶେଷ ପର୍ଯ୍ୟନ୍ତ ୱାଚ୍ କରିଥିବେ, ନିଶ୍ଚିନ୍ତ ଏ ଉତ୍ତରଟି ଆପଣମାନେ ଲେଖିଦେବେ ବୋଲି ବିଶ୍ୱାସ ରହିଛି। ସାଙ୍ଗମାନେ ଆଜି ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଆମ ତରଫରୁ ଧନ୍ୟବାଦ ଦେଉଛୁ। ଯିଏକି ସାଙ୍ଗମାନେ ଆମେ ବିଶ୍ୱାସ କରୁ ଯିଏକି ଆମ ସାଙ୍ଗସାଥି ଆମ ସହିତ ଅଛନ୍ତି, ଆମକୁ ସପୋର୍ଟ କରୁଛନ୍ତି, ଆଗକୁ ଯିବାକୁ ମାର୍ଗ ଦେଖାଉଛନ୍ତି। ଯିଏକି ସାଙ୍ଗମାନେ ଆମେ ଯେଉଁ ଏତେ ବାଟ ପହଞ୍ଚିଲୁଣୁ, କିନ୍ତୁ ଆପଣମାନଙ୍କର ଏଥିରେ ବହୁତ କିଛି ଅବଦାନ ରହିଛି। ସାଙ୍ଗମାନେ ପାଇଁ ଆମେ ଚାଲିଛନ୍ତି। ଯାହା ହଉ ସାଙ୍ଗମାନେ ଆପଣମାନଙ୍କ ସପୋର୍ଟ ଆମ ଉପରେ ନିହାତି ଅଛି। ଆମେ ଜାଣୁ ସାଙ୍ଗମାନେ ଆପଣମାନେ ଆମର ବେଷ୍ଟ ଫ୍ରେଣ୍ଡ, କେବେ ହେଲେ ଅବହେଳା କରିବେ ନାହିଁ। ଗୋଟିଏ କମେଣ୍ଟ ଲେଖି ଆପଣମାନେ ହିଁ ଲେଖିଦେବେ, ଆଉ କମେଣ୍ଟକି ଭାଉଜ ଦେଖିଲା ପରେ ଭାଉଜ ବହୁତ ଖୁସି ହୋଇଯାଆନ୍ତି। ସେଇ ବଦଳ ଗୋଟେ ଗୀତ ହଉ। ଆସ ଆମେ ଉଡ଼ିଯିବା ଡେଣା ଝାଡ଼ି ବହୁ ଦୂରେ, ଉଡ଼ି ଉଡ଼ି ଯିବା ଚାଲି ଦୂର ପରିରାଇଜକୁ। ବାବା ଭାବୁଛି ବାପା ଏ ଗୀତ କେମିତି ଗାଉଛି ନା କରେ? ବାପା ଗୀତ ଗାଇପାରୁଛି? ଯାହା ହଉ ସାଙ୍ଗମାନେ ଆଜି ବହୁତ ମଜା ହେଇଗଲା। ଆପଣମାନେ ଆମ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ୱାଚ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଦେଇ ଆମେ ଏବେ ରହୁଛୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଆଣିବୁ ଏଇ ଛାତ ଉପରେ, ଏଇ ଘର ଭିତରେ ଡେଲି ଆମେ ଅପଲୋଡ଼ କରୁଛୁ। ଦେଖନ୍ତୁ ସାଙ୍ଗମାନେ, ମଜା ନିଅନ୍ତୁ। ତାହେଲେ ସାଙ୍ଗମାନେ ତ ଭିଡ଼ିଓଟି ଆମେ ଷ୍ଟାର୍ଟ କରିଥାଉ ସେଇ ମହାପ୍ରଭୁ ଶ୍ରୀ ଜଗତର ନାଥ ଜଗନ୍ନାଥ ମହାପ୍ରଭୁଙ୍କ ନାମ ନେଇ ଆରମ୍ଭ କରିଥାଉ। ଏବେ ରଖିଲା ସମୟରେ ମଧ୍ୟ ସେଇ ମହାପ୍ରଭୁଙ୍କ ନାମ ନେଇ ଆମେ ରଖିଥାଉ। ଆପଣମାନେ ନିଶ୍ଚିନ୍ତ ଭଲ ପାଉଥିବେ ଯଦି ନିଶ୍ଚୟ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ସେୟାର କରିବେ ଏବଂ କମେଣ୍ଟ ବକ୍ସରେ କମେଣ୍ଟ ଲେଖିବେ, ଲାଇକ୍ କରିବେ, ସେୟାର କରିବେ। ତାହେଲେ ରହିଲୁ ସାଙ୍ଗମାନେ, ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଜୟ ଜଗନ୍ନାଥ, ନମସ୍କାର।